ଆସନ୍ତୁ ଆଜି ଜାଣିବା ହାର୍ଟ ଆଟାକ୍ ହେବାର ପ୍ରମୁଖ କାରଣଗୁଡ଼ିକ କ'ଣ। ପ୍ରଥମ କାରଣଟି ହେଉଛି ଯଦି ଆପଣଙ୍କ ବଡ଼ିରେ କୋଲେଷ୍ଟ୍ରଲ୍ ପରିମାଣ ଅଧିକ ଅଛି ତାହେଲେ ଇଏ ବ୍ଲଡ଼ ଫ୍ଲୋକୁ କ'ଣ କରେ ନା ଫ୍ୟାଟ୍ ଜମିବା ଦ୍ୱାରା ବ୍ଲଡ଼ ଫ୍ଲୋକୁ କ'ଣ କରିଦିଏ କମେଇ ଦିଏ, ଫଳରେ ହାର୍ଟ ଆଟାକ୍ ହେବାର ବହୁତ ସମ୍ଭାବନା ଥାଏ। ଦ୍ୱିତୀୟ ଜିନିଷଟି ହେଉଛି ଯଦି ଆପଣଙ୍କର ବ୍ଲଡ଼ ପ୍ରେସର ହେଉ କିମ୍ବା ଯଦି ସୁଗାର ରହିଛି ତାହେଲେ ମଧ୍ୟ ଆପଣ ବ୍ଲଡ଼ ଫ୍ଲୋକୁ ଇଏ ବ୍ଲକେଜ୍ କରିଥାଏ। ଥାର୍ଡ଼ ଥିଙ୍ଗ ହେଉଛି ଆପଣ ଯଦି ସ୍ମୋକିଂ କରୁଛନ୍ତି ଫଳରେ ରକ୍ତ ନଳୀରେ ଠିକ୍ ହେଇଯାଏ ଏବଂ ଇଏ ମଧ୍ୟ ବ୍ଲକେଜ୍ କରିଥାଏ। ଆଉ ଗୋଟେ କାରଣ ମଧ୍ୟ ହେଇପାରେ ଆପଣ ଯଦି ଅଧିକ ଷ୍ଟ୍ରେସ୍ ରହୁଛନ୍ତି, ଷ୍ଟ୍ରେସ୍ ରହିବା ଦ୍ୱାରା ଇଏ ମଧ୍ୟ ପ୍ରେସର ବା ଚାପଗ୍ରସ୍ତ ହୁଏ, ଫଳରେ ଏଥିରେ ମଧ୍ୟ ହାର୍ଟ ଆଟାକ୍ ହୋଇଥାଏ। ଆସନ୍ତୁ ଏ ହାର୍ଟ ଆଟାକ୍ରୁ ମୁକ୍ତି କିଭଳି ମିଳିବ, ମୁଁ 5ଟି ଜିନିଷ କହିବି। ଯେମିତିକି ଆପଣ ଫାର୍ଷ୍ଟ ଜିନିଷ ହେଉଛି ହେଲ୍ଦି ଫୁଡ଼୍ ଆମେ ନେବା। ସେକେଣ୍ଡ ଥିଙ୍ଗ ହେଉଛି ଆପଣ 30 ମିନିଟ୍ସର ଏକ୍ସରସାଇଜ୍ କରନ୍ତୁ। ଥାର୍ଡ଼ ହେଉଛି ଯଦି ଆପଣଙ୍କର ବିପି କିମ୍ବା ଡାଇବେଟିସ୍ ରହିଛି ତାହେଲେ ତାକୁ ନିୟନ୍ତ୍ରଣରେ ଆଣନ୍ତୁ। ଚତୁର୍ଥ ଜିନିଷଟି ହେଉଛି ଆପଣ ଯେତେ ସମ୍ଭବ ଆପଣଙ୍କୁ ଷ୍ଟ୍ରେସ୍ରୁ ଆପଣ ମୁକ୍ତ ରୁହନ୍ତୁ ଆଉ ସ୍ମୋକିଂରୁ ଦୂରେଇ ରୁହନ୍ତୁ।